ସାଙ୍ଗମାନେ ଆଉ କେଇଟା ସମୟ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆସିବାକୁ ଯାଉଛି। ତ ଚାଲନ୍ତୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ରଥ ବିଷୟରେ କିଛିଟା ଜାଣିବା ପାଇଁ ଚେଷ୍ଟା କରିବା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥର ନାମ ହେଉଛି ନନ୍ଦିଘୋଷ ଏବଂ ଏହାକୁ ଗରୁଡ଼ ଧ୍ୱଜ କିମ୍ବା କପି ଧ୍ୱଜ ବୋଲି ମଧ୍ୟ କୁହାଯାଏ। ଏବଂ ବଳଭଦ୍ରଙ୍କର ରଥର ନାମ ହେଉଛି ତାଳଧ୍ୱଜ ଏବଂ ଏହାକୁ ଲଙ୍ଗଳ ଧ୍ୱଜ ବୋଲି ମଧ୍ୟ କୁହାଯାଏ। ଏବଂ ଦେବୀ ସୁଭଦ୍ରାଙ୍କର ରଥର ନାମ ହେଉଛି ଦର୍ପଦଳନ ଏବଂ ଏହାକୁ ଦେବଦଳନ କିମ୍ବା ପଦ୍ମଧ୍ୱଜ ବୋଲି କୁହାଯାଏ। ନନ୍ଦିଘୋଷରେ ଦେଖିବେ ତ ମୋଟ 16ଟି ଚକ ରହିଥାଏ, ତାଳଧ୍ୱଜରେ 14ଟି ଚକ ଏବଂ ଦର୍ପଦଳନରେ 12ଟି ଚକ ରହିଥାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷରେ ମୋଟ 832ଟି କାଠ ଖଣ୍ଡକ ବ୍ୟବହାର କରାଯାଏ। ସେମିତି ହିଁ ତାଳଧ୍ୱଜ ରଥ ପାଇଁ 763ଟି ଏବଂ ଦର୍ପଦଳନ ରଥ ପାଇଁ 593 ଖଣ୍ଡ କାଠକୁ ବ୍ୟବହାର କରାଯାଏ। ନନ୍ଦିଘୋଷର ଉଚ୍ଚତା ହେଉଛି ପ୍ରାୟ 44 ଫିଟ୍ 2 ଇଞ୍ଚ, ତାଳଧ୍ୱଜର 43 ଫିଟ୍ 3 ଇଞ୍ଚ ଏବଂ ଦର୍ପଦଳନର ଉଚ୍ଚତା ହେଉଛି 42 ଫିଟ୍ 3 ଇଞ୍ଚ। ଯେଉଁ ରଥରେ ହଳଦିଆ ଏବଂ ନାଲି କପଡ଼ା ଆଚ୍ଛାଦିତ କରାଯାଇଥାଏ, ଆପଣ ଜାଣି ନିଅନ୍ତୁ ଯେ ତାହା ହେଉଛି ନନ୍ଦିଘୋଷ। ତାଳଧ୍ୱଜରେ ସବୁଜ ଏବଂ ନାଲି କପଡ଼ା ବ୍ୟବହାର କରାଯାଏ ଏବଂ ଦର୍ପଦଳନରେ କଳା ଏବଂ ନାଲି କପଡ଼ା ବ୍ୟବହାର କରାଯାଏ। ନନ୍ଦିଘୋଷ ରଥର ରକ୍ଷକ ହେଉଛନ୍ତି ଗରୁଡ଼, ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥର ରକ୍ଷକ ହେଉଛନ୍ତି ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା ଏବଂ ନନ୍ଦିଘୋଷର ସାରଥୀ ହେଉଛନ୍ତି ଦାରୁକ, ତାଳଧ୍ୱଜର ସାରଥୀ ହେଉଛନ୍ତି ମାଳତୀ ଏବଂ ଦର୍ପଦଳନର ସାରଥୀ ହେଉଛନ୍ତି ଅର୍ଜୁନ। ନନ୍ଦିଘୋଷର ପତାକାର ନାମ ହେଉଛି ତ୍ରିଲୋକ୍ୟ ମୋହିନୀ, ତାଳଧ୍ୱଜର ପତାକାର ନାମ ହେଉଛି ଉନ୍ନତି ଏବଂ ଦର୍ପଦଳନର ପତାକାର ନାମ ହେଉଛି ନାଦାମ୍ବିକା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷରେ 4ଟି ଘୋଡ଼ା ରହିଥାଏ। ସେମାନଙ୍କ ନାମ ହେଉଛି ଶଙ୍ଖ, ବଳାହକ, ଶ୍ଵେତ ଏବଂ ହରିଦାସ୍ୟ ଏବଂ ସେମାନଙ୍କର ରଙ୍ଗ ହେଉଛି ଧଳା। ସେମିତି ହିଁ ତାଳଧ୍ୱଜ ରଥରେ ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ୱର୍ଣ୍ଣନାଭ ଘୋଡ଼ା ରହିଥାନ୍ତି ଏବଂ ସେମାନଙ୍କର ରଙ୍ଗ ହେଉଛି କଳା। ସେମିତି ହିଁ ଦର୍ପଦଳନ ରଥରେ ରଚିକା, ମଚିକା, ଜିତା ଏବଂ ଅପରାଜିତା ଘୋଡ଼ା ରହିଥାନ୍ତି ଏବଂ ସେମାନଙ୍କର ରଙ୍ଗ ହେଉଛି ଲାଲ କିମ୍ବା ବାଦାମୀ। ନନ୍ଦିଘୋଷର ଯୋଉ ଦୌଡ଼ିକୁ ଧରି ଆମେ ରଥକୁ ଆଗକୁ ବଢେଇଥାଉ, ସେହି ଦୌଡ଼ିର ନାମ ହେଉଛି ଶଙ୍ଖଚୂଡ଼ା ନାଗିନୀ, ତାଳଧ୍ୱଜର ଦୌଡ଼ିର ନାମ ହେଉଛି ବାସୁକି ନାଗ ଏବଂ ଦର୍ପଦଳନର ଦୌଡ଼ିର ନାମ ହେଉଛି ସ୍ୱର୍ଣ୍ଣଚୂଡ଼ା ନାଗିନୀ। ପ୍ରଭୁ ଜଗନ୍ନାଥଙ୍କର ସାଥୀ ଦେବତା ହେଉଛନ୍ତି ମଦନ ମୋହନ, ବଳଭଦ୍ରଙ୍କର ରାମକୃଷ୍ଣ ଏବଂ ଦେବୀ ସୁଭଦ୍ରାଙ୍କର ସୁଦର୍ଶନ। ଦେଖନ୍ତୁ ଶ୍ରୀ ନନ୍ଦିଘୋଷର ଦ୍ୱାରପାଳ ହେଉଛନ୍ତି ଜୟ ଏବଂ ବିଜୟ, ତାଳଧ୍ୱଜର ଦ୍ୱାରପାଳ ହେଉଛନ୍ତି ନନ୍ଦ ଏବଂ ସୁନନ୍ଦ ଏବଂ ଦର୍ପଦଳନର ଦ୍ୱାରପାଳ ହେଉଛନ୍ତି ଗଙ୍ଗା ଏବଂ ଯମୁନା। ଦେଖନ୍ତୁ ରଥରେ ଦାରୁ ବିଗ୍ରହ ସହିତ ଅନ୍ୟ ଦେବାଦେବୀ ମଧ୍ୟ ଉପସ୍ଥିତ ଥାନ୍ତି। ନନ୍ଦିଘୋଷରେ ପଞ୍ଚମୁଖୀ ହନୁମାନ, ହରିହର, ମଧୁସୂଦନ, ଗିରିଧାରୀ କୃଷ୍ଣ, ପାଣ୍ଡୁ ନରସିଂହ, ଚିନ୍ତାମଣି କୃଷ୍ଣ, ନାରାୟଣ, ରାମ ଏବଂ ହନୁମାନଙ୍କ ଉପରେ ବସିଥିବା ରାମ ଉପସ୍ଥିତ ଥାନ୍ତି। ତାଳଧ୍ୱଜରେ ଗଣେଶ, କାର୍ତ୍ତିକେୟ, ହସ୍ତିନା ବଳରାମ, ହନୁମାନଙ୍କ ସହିତ ଲକ୍ଷ୍ମଣ, ପ୍ରଲାମ୍ବରୀ, ହଳଧର, ନରସିଂହା, ଶିବ ଏବଂ ଅନନ୍ତ ନାଗ ଥାନ୍ତି। ସେମିତି ହିଁ ଦେବୀ ସୁଭଦ୍ରାଙ୍କର ଦର୍ପଦଳନରେ ବନଦୁର୍ଗା, ଭଦ୍ରକାଳୀ, ହରଚଣ୍ଡୀ, ରାମଚଣ୍ଡୀ, ହରାହି, କାଟ୍ୟୟୋନି, ମଙ୍ଗଳା ଏବଂ ଭୀମଳା ଦେବୀ ଥାନ୍ତି। ଏବଂ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ରଥ ଯଦି ବନାଯାଏ ତ ସେଥିରେ କୌଣସି ମଧ୍ୟ ମେଟାଲର ବ୍ୟବହାର କରାଯାଏ ନାହିଁ, ସମ୍ପୂର୍ଣ୍ଣ କାଠରେ ବ୍ୟବହାର କରିକି ଗୋଟିଏ ରଥକୁ ପ୍ରସ୍ତୁତ କରାଯାଏ। ଗୋଟିଏ ଛୋଟିଆ ଖୁଣ୍ଟିର ମଧ୍ୟ ବ୍ୟବହାର କରାଯାଏ ନାହିଁ ରଥକୁ ପ୍ରସ୍ତୁତ କରିବା ପାଇଁ।